2022 ମାର୍ଚ୍ଚ ମାସରେ ଯେତେବେଳେ ତାକୁ ସେ ମାର୍ଚ୍ଚ 17 ତାରିଖ ଦିନ ଯେତେବେଳେ ସନ୍ଧ୍ୟାବେଳେ ତାକୁ ଏଠୁ ଢେଙ୍କାନାଳରୁ ଭୁବନେଶ୍ୱର ଅଭିମୁଖେ ନେଇକି ଯାଉଥିଲା, ପୁଣି ପରେ ପରେ ସେ ଆମ ଘରକୁ ଫୋନ କରିକି ମୋ ହଜବେଣ୍ଡ କୁ ଫୋନ କରିକି କହିଲା ଯେ ଆମର ଏମିତି ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି, ତମେ ଟିକେ ଜଲ୍ଦି ଆସ। କୁଟୁଣି ଥାନା ପରେ ପରେ ତାପରେ ଇଏ ଆମ ଘର ଲୋକ ବାହାରିକି ଯେତେବେଳେ ଯାଇଛନ୍ତି, ସେ ପୁଣି ଆଉ ଥରେ ଫୋନ କରିକି କହିଛି ଯେ ତମେ ଏସସିବି କି ପଳେଇ ଆସ। ଏସସିବି କି ଯିବା ପାଇଁ ମାନେ ବାହାରିଲା ବେଳକୁ ସେ ପୁଣି କହିଛି ଯେ ନାଇଁ ଅଶ୍ୱିନୀ ହସ୍ପିଟାଲକୁ ପଳେଇ ଆସ, ଆମେ ସେଇଠିକି ପଳେଇ ଆସିଛୁ। ଅଶ୍ୱିନୀ ହସ୍ପିଟାଲକୁ ଆମ ଘର ଲୋକ ଯାଇକି ପହଞ୍ଚିଲା ବେଳକୁ ନାନୀର ମୃତଦେହ ମୃତ୍ୟୁ ହେଇସାରିଥିଲା। ଆଉ ସେଇ ମୃତ୍ୟୁ ଯୋଉ ହେଇଥିଲା ତାର ଏମିତି ଶରୀରର କିଛି କୌଣସି ଏତେ ଆଘାତ ନଥିଲା, କେବଳ ନାକରୁ ବୋଧେ ବ୍ଲଡ ବାହାରିଥିଲା ଆଉ କାନ ପାଖଟା ମାଡ ହେଇଥିଲା। କଣ ପାଇଁ ହତ୍ୟା କରିଥିଲେ କାରନ୍ତି ବୋଲି ଆପଣ ଅଭିଯୋଗ କରୁଛନ୍ତି? କଣ କାରଣ ହେଇଥିଲା? କିଛି ଟଙ୍କା ଲୋଭ, ସେ ଲୋନ ବି କରିଥିଲେ ବୋଲି କୁହାଯାଉଛି। ଆଉ ନାନୀ ଲୋନ କରି ତାକୁ ଟଙ୍କା ଦେଇଥିଲେ 10 ଲକ୍ଷ। ହଁ ନିହାତି ତାକୁ ଫୋନ କରିକି ପଇସା ଦେଇଥିଲା। ମାଛ ଚାଷ ତାର ଥିଲା ନୟାଗଡ଼ରେ, ବେପାର ଥିଲା କଣ କନଷ୍ଟ୍ରକ୍ସନ ବିଜନେସ, ସେଇଥିରେ ଲଗେଇବା ପାଇଁ ସେ ତାଠୁ ଲୋନ ପଇସା ନେଇଥିଲା, ଯୋଉଟାକୁ କି ତାକୁ ଯଦି ସେତେବେଳେ ହତ୍ୟା ନ ଦେଖେଇକି ଆକ୍ସିଡେଣ୍ଟ କେସ୍ ଦେଖେଇଥିବାରୁ ତାର ସେଇ ଲୋନ ଟା ମାଫ ହେଇଯାଇଥିବ। ଆଉ ଆକ୍ସିଡେଣ୍ଟ କେସ୍ ଦେଖେଇଥିଲେ ଆକ୍ସିଡେଣ୍ଟ ପଇସା ଆଉ ବାହାଘର ଟର୍ମ ଇନ୍ସୁରାନ୍ସ 1 କୋଟି ଟଙ୍କା ଥିଲା, ସେଇଟାକୁ ବି ସେ କରିଥିବ। ଆଉ ନାନୀ ଯେହେତୁ ଚାକିରି କରୁଥିଲା, ନିଜେ ଆରଆଇ ଥିଲା, ତେଣୁ ତାର ଚାକିରିରୁ ବି ବହୁତ ଗୁଡେ ପଇସା ନିହାତି ଆକ୍ସିଡେଣ୍ଟ ପରେ ନିହାତି କିଛି ପଇସା ମିଳିବାର ଥିବ, ତେଣୁ ସେ ବି ନିଜେ ଜଣେ ସରକାରୀ କର୍ମଚାରୀ, ତେଣୁ ଏ ବିଷୟରେ ସେ ବେଶ ଭଲ ଭାବରେ ଜାଣିଥିଲା। ତେଣୁ ଏହାକୁ ସେ ଯୋଜନାବଦ୍ଧ ଭାବରେ କାହାକୁ ସେଠି ଡକେଇକି କରିଥାଇପାରେ।